ବାଲେଶ୍ୱର ପୌରାଞ୍ଚଳର ଦାମୋଦରପୁରଠାରେ ଶ୍ୟାମସୁନ୍ଦର ଯୁବକ ସଂଘର ଦୁର୍ଗା ମଣ୍ଡପ ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ମାନସ କୁମାର ଦତ୍ତ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। ଏସଜେ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ଦିଗରେ ଜନସାଧାରଣଙ୍କ ଦାବି ଅନୁଯାୟୀ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଅବିରତ ଉଦ୍ୟମ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ। ଏହି କ୍ରମରେ ବାଲେଶ୍ୱର ପୌରପାଳିକାର 12 ନମ୍ବର ୱାର୍ଡର ଦାମୋଦରପୁରଠାରେ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଶ୍ୟାମସୁନ୍ଦର ଯୁବକ ସଂଘର ଦୁର୍ଗା ମଣ୍ଡପର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ 2ଟି ପର୍ଯ୍ୟାୟରେ 5 ଲକ୍ଷ ଓ 3 ଲକ୍ଷ ଟଙ୍କାକୁ ମିଶାଇ ମୋଟ 8 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ ଜନସାଧାରଣ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ଅତଏବ ଦୁର୍ଗା ମଣ୍ଡପର ନବୀକରଣ ସହ ସାମ୍ନାରେ ଥିବା ଖୋଲା ଜାଗାରେ କଂକ୍ରିଟ ଢଳେଇ ଛାତ ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ପ୍ରସ୍ତାବିତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ପ୍ରଦତ୍ତ ଅର୍ଥ ପର୍ଯ୍ୟାପ୍ତ ହେବ ନାହିଁ। ତେଣୁ ଆଗାମୀ ଦିନରେ ଅନ୍ୟ ଯୋଜନା ଅନୁଦାନ ମାଧ୍ୟମରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରତିଶ୍ରୁତି ଦେଇଛନ୍ତି। ଦେଖନ୍ତୁ, ବାଲେଶ୍ୱରର ସର୍ବପୁରାତନ ଯୁବକ ସଂଘ ଦାମୋଦରପୁର ଯୁବକ ସଂଘର ଏବଂ ଆମର ଏଠୁ ଯେଉଁ ଦୁର୍ଗା ମଣ୍ଡପ ୟାକୁ ପୁନରୁଦ୍ଧାର କରିବା ପାଇଁ ଗୋଟେ ଦୀର୍ଘ ଦିନର ଆମର ଅଞ୍ଚଳବାସୀଙ୍କର ଗୋଟେ ଦାବି ଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ 8 ଲକ୍ଷ ଟଙ୍କା ୟାକୁ ଉଦ୍ଧାର କରିବା ପାଇଁ ପୁନରୁଦ୍ଧାର କାର୍ଯ୍ୟ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଜନାରେ ଆମେ ପ୍ରଦାନ କରିଛୁ। ବିଶେଷ କରି ମୁଁ ଧନ୍ୟବାଦ ଦେଉଛି ଯୁବକ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ, ବଡ଼ ଭାଇମାନଙ୍କୁ ଯେଉଁମାନେ ଏ କାମକୁ ସାଫଲ୍ୟମଣ୍ଡିତ କରିବାରେ ଅହରାତ୍ର ଚେଷ୍ଟା କରିଛନ୍ତି। ମୁଁ ତାଙ୍କୁ ସାଧୁବାଦ ଜଣାଉଛି। ଯୁବକ ସଂଘର ବୈଠକରେ ନିଷ୍ପତ୍ତି ହୋଇଥିଲା କି ଏ ଅର୍ଥ ପର୍ଯ୍ୟାପ୍ତ ହେବ ନାହିଁ ଚୁଳି ମାରିବା ପାଇଁ। ତେଣୁ ଆମର ନିଷ୍ପତ୍ତି ମଧ୍ୟ ହୋଇଛି, ସରକାରଙ୍କ ଅନୁରୋଧ ମଧ୍ୟ କରାଯାଇଛି। ମୁଁ ନିଜେ ମଧ୍ୟ ଏ କଥାକୁ ଦେଖିବି କି ଯୁବକ ସଂଘର କାମ ଯେମିତି ପୂର୍ଣ୍ଣାଙ୍ଗ ହେବ ସେଥିପାଇଁ ସମ୍ପୂର୍ଣ୍ଣ ସରକାରୀ ଅର୍ଥ କେମିତି ପ୍ରଦାନ କରାଯିବ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ଏବଂ ସବୁଠୁ ବଡ଼ କଥା, ଦାମୋଦରପୁର ଏଠିକାର ମନ୍ଦିର, ଏଠିକାର ଗ୍ରାମବାସୀମାନଙ୍କର ସହଯୋଗ, ୟାକୁ ନେଇକି ଗ୍ରାମାଞ୍ଚଳ ପାରିପାର୍ଶ୍ୱିକ ବିକାଶ ପାଇଁ ଯେଉଁ ପ୍ରକାର ମନୋଭାବ ଦେଖାଇଛନ୍ତି, ଆବାଳ ବୃଦ୍ଧ ବନିତା ମହିଳାମାନଙ୍କୁ, ଯୁବକମାନଙ୍କୁ ସମସ୍ତଙ୍କୁ ମୁଁ ମୋ ତରଫରୁ ଦଳମତ ନିର୍ବିଶେଷରେ ଗ୍ରାମ ପାଇଁ ଆଗେଇ ଆସିଥିବାରୁ ମୁଁ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଶ୍ୟାମସୁନ୍ଦର ଯୁବକ ସଂଘ ସଭାପତି ସୂର୍ଯ୍ୟଙ୍କର ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଉପେନ୍ଦ୍ର ଶତପଥୀ ଓ ବରିଷ୍ଠ ନେତା ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଯୁବକ ସଂଘର ସମ୍ପାଦକ ରଞ୍ଜନ କିଶୋର ରାୟ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ଗ୍ରାମବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ପ୍ରୟାସ ତଥା ପଦକ୍ଷେପ ପାଇଁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରେନ ଚନ୍ଦ୍ର ରଣା, ନବକିଶୋର ରଣା, ଲକ୍ଷ୍ମୀନାରାୟଣ ଘୋଷ, ଅଶୋକ ନନ୍ଦୀ, ଯୋଗେନ ଚନ୍ଦ୍ର ରଣା, ଆଲୋକ ପଣ୍ଡା, ସୁଶାନ୍ତ ରଣା, ଦେବକିଶୋର ରଣା, ତାରାପଦ ଦେ, ଜିତେନ୍ଦ୍ର ହୋତା, ରାଜେଶ ବର୍ଦ୍ଧନ, ପ୍ରଦୀପ ଦାସ, ସୁନିତ ତାଲଦି, ରବିନାରାୟଣ କର, ଦେବବ୍ରତ ଦାସ, ଲମ୍ବୋଧର ପ୍ରଧାନ, ମିନତୀ ସେଠୀ, ଝୁନୁରାଣୀ ବାରିକ, ବିଷ୍ଣୁପ୍ରିୟା ଅଧିକାରୀ ପ୍ରମୁଖ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଯୁବକ ସଂଘର ଏଇଟା ଗୋଟେ ଆମର ଦୁର୍ଗା ପୂଜା ପାଇଁ ଯେଉଁ ସାମ୍ନାଟା ଗୋଟେ ଛାତ ପଡ଼ିବ, ଏଇଟା ଗୋଟେ ଆମର ବହୁତ ଦିନର ଦାବି ଥିଲା, ଇଚ୍ଛା ଥିଲା, ଯେଉଁଟାକି ବର୍ତ୍ତମାନ ବିଧାୟକ ସେଟାକୁ ଆମର ପୂର୍ଣ୍ଣ କରିବ ବୋଲି ପ୍ରଥମ ପର୍ଯ୍ୟାୟରେ ଆମକୁ 8 ଲକ୍ଷ ଟଙ୍କା ଦେଇଛନ୍ତି। ପୂର୍ଣ୍ଣ ହେବା ଲାଗି ଯାହା ଦରକାର ସେ କହିଛନ୍ତି ଯେ ମୁଁ କାର୍ଯ୍ୟ ସମ୍ପୂର୍ଣ୍ଣ ପର୍ଯ୍ୟନ୍ତ ଯେଉଁ ଅର୍ଥ ଦରକାର ହେବ ସିଏ ତାଙ୍କର ଯେଉଁ ପାଣ୍ଠିରୁ ହେଲେ ଦେବେ ଆମକୁ। ଏଠାରେ ଟୋଟାଲ ଛାତଟା ପଡ଼ିବ, ପଦଟା ଉପରେ ଯେଉଁ ଛାତ ପଡ଼ିବ, ଛାତ ପଡ଼ିକି ଇଏ ହେବ, କଂକ୍ରିଟର ଛାତ ପଡ଼ିବ। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चली। बीएससी नर्सिंग जीएनएम कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर।
Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानी रो प्रखर जेते तीव्र हो अबा पानी रो शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किबा ईमेल करंतु admin@mkplast.in।